दिन आपण तीर्थ स्नान करिवार सुजोग पाइबेनी किंतु नाम स्नान करिवार सुजोग पाइबे। नाम परम ब्रह्म जीवेर मूल धर्म बोली श्री ठाकुर अनुकूल चंद कहले। महाप्रभु चैतन्य तार 400 वर्ष पूर्व आसी कहीगले हरेर नामैव केवलम। ठाकुर रामकृष्ण मध्य नाम उपरे गुरुत्व आरोप कले। ठाकुर ओंकारनाथ नाम उपरे गुरुत्व आरोप कले। बड़ बाबाजी राधारमण देव बाबाजी रामदास सखीमा बाया ठाकुर हरिरा इत्यादि इत्यादि एमाने नाम व्यतीत अन्य कौनसी मन निर्दिष्ट करती नहीं। जदि नाम अच्छी पाखरे ए नाम अच्छी मनरे काम अच्छी हाथरे एवं चेता अच्छी पटिष्करे ताहले आमे हारिबार आमर नहीं। तेबे आमे जेतिकी दिन संसार को आसवा से कागज फुस्टा नौटेला भलिया आम जीवन फुस्टा गुड़ाक नौटी चली केतबेले फुस्टा सरीजिव। तेणु जीवन फुस्टा शेष हवा पूर्वर किछि लिखि रख किछि मने रख अमर बाणी अमर तत्व को मने रख। गोटे बापर 3टी पुओ बापाटी चाकरी करिछि पेंशन पाउछि पेंशन पाउछि से पेंशन पैसाटा नबा पई गोटे पुओ ताको साइकल रे बसई तार ऑफिस पर्यंत नौछि। केवल पेंशन टंकारु किछि से पाइबो। सारू जमी पेंशन टंका नहीं आसला सेटा 4 बांट हम 3 पुओ बाप माँ गोटे बांट 4 बांटरे आउ गोटे बांट हम मु नहीं जाइली मोटरसाइकल से तेल बाबदर एटिकी तापरे बाप माँ स्वतंत्र 3 पुओ स्वतंत्र। जितेबाला पुणी मास शेष पड़ो सेतबले पुओ खोजे माने बापा को गोटे पुओ खोजुची से जहाँ खोजुची टंका पाइबा खोजुची भल खोजुना आउ गोटे पुओ मद खाई गड़ुची से उठी पार नहीं सब तो मद पिऊँ शोची आउ गोटे पुओ तार से कौन कर माने बुलूचे तेणु जीवन को जदि यही सापरे बा यही अभिशापरे आमे प्रकृत अभिशप्त हो कहतु सज्जन क्यों प्रयाग आमको आमर पाप को नेबे नहीं आमे पाप दबा को गले मध्य पाप आमको फेरई देबे। आमे जदि जीवन में कहारी सेवा टिके करिथिबा कहा पई आखिरु टिके लुह गड़े देइथिबा काहाकू जदि आमे 3टा रसगोला खाइबा कथा आमर आउ जन को देखिकी 2टा खाइकी गोटाए पैठा नुह माने गोटे रसगोला ताकू देदेलु सी जो खुशी हो जाइथिबो जहा हो मो पारे पैसा नथला बाबू के देदेले सेटा गोटे से छोटिया यज्ञ आमे तो बड़ घी पड़ी यज्ञ करूँ नाम कीर्तन घंटा घंटा बजे नाम करूँ किंतु ये हूँ नीरव यज्ञ ये हूँ नीरव यज्ञ से गीतार कहल नीरव यज्ञ कौन जप यज्ञनांग जप यज्ञस्मी
ମୂକ ଭଳି ରହି କାମ କର। ମୂକ ହୁଅ ନା, ମୂକବତ୍ ରହିବ, ଅଳ୍ପ କଥା କହିବ, କାମ ବେଶୀ କରିବ। ତେଣୁ ଖାଲି ଗୁଡ଼ିଏ ନାମ ନେଇଗଲେ, ଗୋଟିଏ କ'ଣ ନେଇଗଲେ ଯେ ଗୋଟେ କ'ଣ ହେଇଯିବ, ଏ କଥାକୁ ସମ୍ମାନ ଦେବା, କିନ୍ତୁ ସମ୍ମାନ ଦେବା ତା ସହିତ ସଂକଳ୍ପବାନ ମଣିଷ ହେବା। ସଂକଳ୍ପ। ଏଇ ଯେଉଁ ଶିଶୁ ଅନନ୍ତଙ୍କର ଏଇ ପବିତ୍ର ପୀଠଟି ଏ ଅର୍ଥରେ ହେଇନି। ଅର୍ଥ ଆସିଛି, ଅର୍ଥ ଖର୍ଚ୍ଚ ହେଇଛି, ଅର୍ଥରେ ଘର ଦ୍ୱାର ହେଇଛି। ସେଠି ରହୁଛି କିଏ? ବିଲୁଆ ରହୁଛି ନା କୁକୁର ରହୁଛି ନା? ମୁଁ ଆହାର କହିବ ବାବା ବଳିଆ ରହୁଥିଲି। ବାବା ବଳିଆରେ ଗୋଟିଏ ଘରେ ରହୁଛନ୍ତି, ଏତେ ଘର କାହିଁକି ହେଇଛି? ତେଣୁ ଏଇଟା ହେଉଛି ଏ ଅର୍ଥର ହେଉଛି ବିଭୂତିର ତ୍ୟାଗର ପ୍ରତୀକ। ଆମେ କଷ୍ଟ କଲେ, ତ୍ୟାଗ କଲେ ଆମ ଲୋକ କେମିତି ଭଲରେ ରହିବେ, ଭଲରେ ପ୍ରସାଦ ପାଇବେ। ସେ ନେଇ ସବୁ ଭଲ କଥା ମୁଣ୍ଡରେ ପରିବାର, ସେ ଭଲଟାକୁ ସବୁଠାରୁ ଯେ ଦୁନିଆରେ ଭଲ ସେ ହିଁ କରୁଛନ୍ତି। ଆମେ କେବେ ସମ୍ପୂର୍ଣ୍ଣ ଭଲ ମଣିଷ ନୁହେଁ। ସମ୍ପୂର୍ଣ୍ଣ ଭଲ ମଣିଷ ହେଉଛନ୍ତି ସେଇ ଜଣେ ଯାହାକୁ ଆମେ କହୁଛୁ ପୂର୍ଣ୍ଣମଦ। ତେଣୁ ଆଉ ବିଶେଷ ଭାବରେ କିଛି କହିବାକୁ ଚାହୁଁନି। ଏତିକି କେବଳ କହୁଛି, ବର୍ତ୍ତମାନ ଯେଉଁ ସମୟ ଆସୁଛି, ମାନେ ଭୟାବହ ସମୟ ଆସୁଛି। ତେଣୁ ଏଇ ଯେଉଁ ସମୟରେ ଯୁଦ୍ଧ ଶାନ୍ତ ହେଇଛି, ଆମେ ପ୍ରାର୍ଥନା କରୁଥିଲୁ ନିରବିଚ୍ଛିନ୍ନ ଭାବରେ, ଦୀପ ଲଗାଉଥିଲୁ, ଭକ୍ତମାନଙ୍କୁ ନିବେଦନ କରିଥିଲୁ, ଆଉ ଯୁଦ୍ଧ ଟିକେ ଶାନ୍ତ ପଡ଼ିଛି। ସେମିତି ଆହୁରି ଅନ୍ୟାନ୍ୟ କ'ଣ ଗୋଟେ ଆଉଛି। ତେଣୁ 3ଟି ବୀଜ ମନ୍ତ୍ର ମଧ୍ୟ ଆସିଛି। ସେ 3ଟି ବୀଜ ମନ୍ତ୍ରକୁ ସ୍ମରଣ କରିବେ। ଗୁରୁ ମନ୍ତ୍ର, ଯିଏ ଯେଉଁ ଗୁରୁଙ୍କର ଆଶ୍ରିତ ହୁଅ, ସେଇ ଗୁରୁଙ୍କୁ ଚିନ୍ତନ କରି ବା ଇଷ୍ଟଙ୍କୁ ଚିନ୍ତନ କରି 3ଟି ଅକ୍ଷର ଅଂ ବଂ ଜଂ, ଅଂ ବଂ ଜଂ, ଏ 3ଟିକି ମିଶାଇ ଦେଲେ ଅଂ ବଂ ଜଂ ଅନନ୍ତ ବ୍ରହ୍ମ ଜ୍ୟୋତି ବୋଲି ଆସୁଛି। କିନ୍ତୁ ଗୋଟି ଗୋଟିକରି ବ୍ୟାଖ୍ୟା କଲେ ଲମ୍ବା ବ୍ୟାଖ୍ୟାଟିଏ ହେବ। ଗୋଟିଏ ଚକ୍ରକୁ ଧ୍ୟାନ କରିବେ, ଲଲାଟ ଚକ୍ରକୁ ଧ୍ୟାନ କରି ଆପଣଙ୍କ ଶ୍ରଦ୍ଧା ଅନୁଯାୟୀ ଅଂ ବଂ ଜଂ, ଏବଂ ତା ସହିତ ବିଶ୍ୱର ଶାନ୍ତି ହେଉ, ଦେଶର ଶାନ୍ତି ହେଉ, ଆମେ ସମସ୍ତେ ଭଲରେ ରହୁ, ଏ କଥା ଚିନ୍ତା କରିବା ଉଚିତ। ଯେ ବାୟା କହିଲେ ଯେ ପାଞ୍ଚେ ପରର ମନ୍ଦ, ତା ମନ୍ଦ ଚିନ୍ତନ୍ତି ଗୋବିନ୍ଦ। ଯଦି ପୁଅ ହେବ ଭଲ ପୁଅ ହେବ, ଯଦି ବାପ ହେବ ଭଲ ବାପ ହେବ। ଏମିତିଆ ପୁଅ ହେବା ଉଚିତ ନୁହଁ, ଏମିତିଆ ବାପା ହେବା ଉଚିତ ନୁହଁ। ବାପା ମୃତ୍ୟୁ ଶଯ୍ୟାରେ ଶୋଇଛି, ମୃତ୍ୟୁ ମରିଗଲାଣି, ତାକୁ ପୋଡ଼ିବେ ବୋଲି ରାତି 4ଟା ହେଇଗଲା। ସମସ୍ତେ ମଦ ପିଇକି ଶୋଇଛନ୍ତି, ଆଉ ପୋଡ଼ିବ କିଏ? କିଏ କାହାକୁ ଡାକିବ, ଇଏ ବାପା ମଲାଣି, ଆସ ଟିକେ ପୋଡ଼ାପୋଡ଼ି କରିବ। ଶୁଦ୍ଧି ହେବା ପାଇଁ ଏ ଯେଉଁ ଆମର ଯେଉଁ ପରମ୍ପରା ରହିଛି, ବ୍ରାହ୍ମଣ ବୈଷ୍ଣବ ମାନେ ଖାଇବେ, ଶୁଦ୍ଧି କିଏ ରାନ୍ଧିବ, କିଏ କାହାକୁ ବାଢ଼ିବ, କିଏ ପରିବେଷଣ କରିବ, କିଏ ଦେବ, ହେ ମାମଲଟି କିଏ କରିବ, ସେଥିପାଇଁ ଦିନ 4ଟା ବାଜିଗଲା। ତଥାପି ସମସ୍ତେ ଅଭଦ୍ର ନୁହନ୍ତି, ତଥାପି ଭଦ୍ର ଲୋକ ସେ ଗ୍ରାମରେ ଅଛନ୍ତି, ସେ ଅଞ୍ଚଳରେ ଅଛନ୍ତି। ତ ପିଲାଗୁଡ଼ାକ ମଧ୍ୟ ଖାଇ ଗଡ଼ୁଛନ୍ତି, ଆସ ଆସ ଆମେ ସବୁ ଟିକେ ସାହାଯ୍ୟ କରି କାମଟା ଗୋଟେ ଉଠେଇଦେବା। ପୁଣି ବ୍ରାହ୍ମଣ ଭୋଜନୀ ହେଲା, ଗାଁ ବାଲା ଖାଇଲେ। ସେ ତା ପଛରେ ମଦ ପିଇକି ଶୋଇଥିଲେ, ଉଠିକି ବୋଧେ ଗଣ୍ଡା ଖାଇଥିବେ କି କ'ଣ କରିଥିବେ ଆଉ। ତେଣୁ ଏଇଆ କ'ଣ, ଏଇ ହେଉଛି ଆମର
ଧର୍ମ। ଏଇ ହେଉଛି ସନାତନ ଧର୍ମର ମୌଳିକ ତତ୍ତ୍ୱ। ତେଣୁ ନାମ କର କାମ କର, କଥାଟି ଏଇଠି ରହିଲା। ବଦ୍ଧ ଚେତନା କାରଣ ପରେ ଆଉ ଗୋଟିଏ ଜନ୍ମ ହେଉଛି ମୋକ୍ଷ। ମୋକ୍ଷଟା ହେଉଛି ଅନୁଭବର କଥା। ଜୀବନରେ ଯେତେବେଳେ ଆସିଥିଲୁ ଆମେ ଥିଲୁ କ'ଣ, ତାପରେ ଶିଖିଲୁ କ'ଣ, ଶିଖି ସାରିଲା ପରେ କଲୁ କ'ଣ, ଇଏ କଥା ଗୁଡ଼ିକ ସବୁ ମନେ ପକେଇବା। କେଉଁଠି ଦୋଷ ରହିଲା, କେଉଁଠି ତ୍ରୁଟି ରହିଲା, କେଉଁଠି ଭୁଲ ହେଲା, କେଉଁଠି ଠିକ୍ ହେଲା, ଇଏ ସବୁ କଥା ପରେ ଆମର ଜୀବନରେ ଆସିଲା ମୋକ୍ଷ। କେମିତି ପ୍ରଭୁ ଏ ସଂସାରରେ ଆମେ ଟିକେ ଆପଣଙ୍କର କୃପା ପ୍ରାପ୍ତ ହବ। କୃପା କିଏ ପ୍ରାପ୍ତ ହୁଏ କି ନ ହୁଏ ମୁଁ କହିପାରିବିନି, କିନ୍ତୁ ସେ ତ କୃପା ପ୍ରାପ୍ତ ପାଇଁ ସମସ୍ତେ ଡାକନ୍ତି। ଏଇ ଯେଉଁ ଚାରୋଟି ପର୍ଯ୍ୟାୟରେ ଜୀବନଟି ଗତି କରେ, ଏହାଠାରୁ ଭଳି ଆଉ ପଞ୍ଚମ କଥା କିଛି ନାହିଁ। ଏ ଚାରୋଟି କଥା ହେଉଛି ମୂଳ କଥା ଓ ଶେଷ କଥା। ତାପରେ କିଏ ତାକୁ କେଉଁ ପ୍ରକାରର କହନ୍ତି, ଧର୍ମ, ଅର୍ଥ, କାମ, ମୋକ୍ଷ, ଇଏ ସବୁ କଥା ମୁଁ କହିବାକୁ ଚାହୁଁନି। କାରଣ ଆମର ଯେଉଁ ଗୋଟେ ବାସ୍ତବବାଦ ପରିବାର ଆମେ ଗଠନ କରିଛେ, ଯେଉଁ ଦର୍ଶନକୁ ନେଇ ଆମେ ଆଶ୍ରମଟିଏ, ଛୋଟ ଆଶ୍ରମଟିଏ କରିଛେ ଏବଂ ଲାଗି ପଡ଼ିଛେ ଆଉ ଟିକେ ଟିକେ ଆଶ୍ରମ ଟିକେ ହେବ, ଲୋକଙ୍କ ପାଖରେ ଆମର ଗୋଟେ ବାର୍ତ୍ତା ପହଞ୍ଚିବ। ଏଇ ଯେଉଁ ପୋଷ୍ଟ ଅଫିସ୍ ଭଳିଆ ଗୋଟିଏ ଆମେ କରିଛେ, ତାର ବାସ୍ତବତା ହେଉଛି ଏଇ ଚାରୋଟି। ଏ ଚାରୋଟି ଯଦି ସଂସ୍କାର ଯୁକ୍ତ ହୁଏ ତାହେଲେ ମଣିଷର ଆଉ କିଛି କରିବାକୁ ପଡ଼େନି। ଧରନ୍ତୁ ପିଲାଟି ଜନ୍ମ ହେଲା, ତାକୁ ତ କଥା କହି ଆସେନି, ତାକୁ ତ ଚାଲି ଆସେନି କି ଖାଇ ଆସେନି କି କିଛି ନାହିଁ। ଯଦି ଆମେ ସେଇ ସମୟରେ ତାକୁ ସବୁଦିନେ ମହାପ୍ରସାଦ ଟିକେ ଟିକେ ଖୁଆଇବୁ, କି ଦୁଧ ଭାତ ଟିକେ ଖୁଆଇବୁ, ଦହି ଭାତ ଖୁଆଇବୁ, ଘିଅ ଭାତ ଖୁଆଇବୁ, ସେ ତାକୁ ଖାଇଲା ଏବଂ ସେଇ ଖାଦ୍ୟଟାକୁ ସେ ସବୁବେଳେ ଖୋଜିବ। ଯଦି ଆଗେ ପ୍ରଥମ ଆମେ କ୍ଷୀର ଦହି ଦେଲୁ, ତାପରେ କ୍ଷୀର ଭାତ ଦହି ଭାତ ଦେଲୁ, ଯଦି ସେଇ ସମୟରେ ଏବେ ବି ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ରହିଛି, ଆମ ଭାରତବର୍ଷରେ ରହିଛି, ଓଡ଼ିଶାରେ ବି ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ରହିଛି, ଜଙ୍ଗଲ ଏରିଆର କଥା, ସେମାନେ ପିଲା ପାଟିରେ ପ୍ରଥମେ ନିଶା ପାଣି ଦିଅନ୍ତି। ସେ ନିଶା ପାଣି ଯେତେବେଳେ ସେ ପାଏ, ସେ ଯେତେବେଳେ ଟିକେ ବଡ଼ ହୋଇଯାଏ, ସେ ନିଶାକୁ ହିଁ ଖୋଜେ। ନିଶା କିଏ ପିଇକିରି ଆସିନଥିଲା। ତେଣୁ ପ୍ରଥମ ସଂସ୍କାରର ଦାୟିତ୍ୱ ହେଉଛି ବାପା ମାଙ୍କର। ତୁମେ, ମୁଁ, ମା, ସିଏ ହେଉଛନ୍ତି ବାପା, ଏ କଥା ପ୍ରଥମ ଶିଖେଇଥିଲେ ମା। ସିଏ ହେଉଛି ତୋର ବଡ଼ ଭାଇ, ଇଏ ହେଉଛି ତୋର ସାନ ଭାଇ, ଇଏ ହେଉଛନ୍ତି, ୟାକୁ ଶିଖେଇଥିଲେ କିଏ? ମା ଶିଖେଇଥିବ କି ମାଉସୀ ଶିଖେଇଥିବ କି ଗୁରୁଜନମାନେ ଆମକୁ ଶିଖେଇଥିଲେ। ଗୁରୁଜନମାନଙ୍କୁ ଦେଖିଲେ ନମସ୍କାର କରିବ, ଏକଥା ଶିଖେଇଥିଲା କିଏ?
ଆମେ ଥରେ ବାଟରେ ଆସୁଛୁ ଏବେ ବାଟରେ ଆମେ ଫେରୁଛୁ, ଗୋଟେ ଜାଗାରେ ଗାଡ଼ି ରହିଲା, ଏ ଚା ଫା ଟିକେ ପିଇବା ବ୍ୟବସ୍ଥା ହେଲା। ଏଇ କଟକ ଭୁବନେଶ୍ୱର ରାସ୍ତାରେ ଗୋଟିଏ ପିଲାଟିଏ 27-28-30 ବର୍ଷ ଖଣ୍ଡେ ଆଉ ଓହ୍ଲେଇ ପଡ଼ିଲା, ଗୋଟାଏ ହାତିକିଆ ସିଗାରେଟ୍ ବାହାର କଲା। ମୁଁ ଭାବୁଛି ବୋଲେ ହାତେ ଖଣ୍ଡ ହେବ କି, ତାକୁ ଲଗେଇଲା, ଆମ ଆଡ଼କୁ ମୁହଁ କରିକିରି, ବୋଲେ ଆମ ଗଲେ ମୋ ମୁହଁକୁ ମୋରି ଆଡ଼କୁ ମୁହଁ କରି ସେ ସିଗାରେଟ୍ ଧୂଆଁ ଯାକ ସବୁ ଟାଣିଲା, ଧୂଆଁ ଛାଡ଼ିଲା। ଆମର ତ କାଚ ଦିଆ ହେଇଛି, ଆମେ ଆମର କାହିଁ ତାଙ୍କୁ ଅନେଇବୁ ବା କହିବୁ। ତାପରେ ଆଉ ଜଣେ ଆସିଲା, ସେ ଟିକେ ଛୋଟିଆକିରି ଗୋଟେ ସେ ସିଗାରେଟ୍ କି ବିଡ଼ି ତାକୁ ଧରିଲା, ସିଏ ସବୁଠୁ ତାକୁ ବି ଟାଣିଲା, ତାପରେ ସେ ଗଲେ। ଭାଗବତ ସେଇ ସବୁ କଥା କହିଛନ୍ତି। ଆମେ ସିନା ଭାଗବତ ପଢ଼ୁନୁ, ଉତ୍ତମ ସଙ୍ଗେ ସଙ୍ଗ ଯାହାର ସେ କରେ ଉତ୍ତମ ବ୍ୟବହାର, ହୀନ ସଙ୍ଗତେ ହୀନ ଗତି, ହସି କହନ୍ତି ଯଦୁପତି। କେହି କେବେ ମାତୃଗର୍ଭରୁ ଗୋଟାଏ ମଦୁଆ ହେଇକି ଜନ୍ମ ହେଇନି କି ଚୋର ହେଇକି ଜନ୍ମ ହେଇନି। ଅବଶ୍ୟ କିଛି କୁସଂସ୍କାର, କିଛି ପିତାମାତାଙ୍କର ସଂଯୋଗ ସମୟରେ କିଛି କୁସଂସ୍କାର, କିଛି କୁଗ୍ରହମାନଙ୍କର ପ୍ରଭାବ ପଡ଼ିଯାଇଥାଏ। ସେ ପିଲାକୁ ଯେତେ ବାଗେଇଲେ ବି ସେ ଚୋର ହେବ, ନହେଲେ ମର୍ଡର ହେବ। ଏଇଟା ବି ସତ୍ୟ। ଏଇଟା ବହୁ ଚିନ୍ତା କରି ମୁଁ କହୁଛି। ପରିବାର ତାର ଭଦ୍ର ହେଇଥିବ, ସଂସ୍କାରଯୁକ୍ତ ହେଇଥିବ, କିନ୍ତୁ ସେ କିନ୍ତୁ ଅଭଦ୍ର ହେବ। ତାକୁ ଯେତେ ଚେଷ୍ଟା କଲେ ବି ସେ ସେଥିରୁ ନିବୃତ୍ତ ହେବ ନାହିଁ। ତେଣୁ ଇଏ ସମସ୍ତ କଥା ରହିଲା ପିତା ମାତା ପରିବାର ପରିବେଶ, ପିତା ମାତା ପରିବାର ପରିବେଶ, ଇଏ ଚାରୋଟି କଥା ଭିତରେ ଜୀବନର ପ୍ରଥମ ପର୍ଯ୍ୟାୟଟି ଗତ ହୁଏ। ଜୀବନକୁ ଗଠନ କରନ୍ତୁ। ପୁଅ ଚଗଲା ହେଲା, ଝିଅ ଚଗଲା ହେଲା, କାହା ପାଇଁ ହେଲା? ଯେତେବେଳେ ପିଲାମାନେ ପୋଷାକଟିଏ ପିନ୍ଧିବାକୁ ଚାହିଁଲେ, ତାଙ୍କୁ ତମେ ନିର୍ବାଚିତ ନ କରି ସିଏ କ'ଣ ନିର୍ବାଚନ କଲେ? ଯେତେବେଳେ ଖାଦ୍ୟପେୟ ସେ ଚାହିଁଲେ, ତମେ ନିର୍ବାଚନ ନ କରିକି ସିଏ କ'ଣ ନିର୍ବାଚନ କଲେ? ତେଣୁ ତମର ଆକଟ କମିଗଲା, ଦୁର୍ବଳତା ବା ସ୍ନେହ ଏତେ ବଢ଼ିଗଲା ଯେ ଆମେ ଯଶୋଦା ମା କୃଷ୍ଣଙ୍କ ସଙ୍ଗୀତରେ ମଧ୍ୟ ଏତେ ଭଲ ପାଇବା ଆମେ ଦେଖିନୁ। ଗୋଟିଏ କଥା ଉଦାହରଣ ଦେଉଛି। କେତୋଟି ପରିବାର, ଆମରି ଅନନ୍ତ ବଳିଆ ପରିବାରର କେତୋଟି ପରିବାର, ସବୁ ପରିବାର କଥା ତ ମନେ ପଡ଼ିବନି, 2ଟି ପରିବାର କଥା ମନେ ପଡ଼ୁଛି। ସେ ପରିବାରରେ ବାପା ଆମିଷ ଖାଉଛି, ଭଉଣୀ ଆମିଷ ଖାଉଛି, କିନ୍ତୁ ତାର ଛୋଟ ପୁଅଟି ସେ ଆମିଷ ଖାଉନି। ତାକୁ ଆମିଷ ଦିଆ ହେଇନି, ସେ ଖାଇବ କେଉଁଠି? ଦିଆ ହେଇଥାନ୍ତା କି କ'ଣ, ବଳିଆ ମନା କରିଦେଲା। ସେ ଆଶ୍ରମ ସଂସ୍ପର୍ଶରେ ଆସୁଛି। ଏବେ ବି ତାକୁ ଜେଜେ କହିଲେ ସେ ବଳିଆକୁ ବୁଝେ, ଘର କହିଲେ ଆଶ୍ରମକୁ ବୁଝେ। ଖାଦ୍ୟପେୟ ହୁଏ ତାର ଏମିତି ସବୁ କରୁଛି, କିନ୍ତୁ ହେଲେ କ'ଣ ହେବ, କିନ୍ତୁ ଅଖାଦ୍ୟ ଆଡ଼କୁ ଯାଏନି। ସେଇଭଳି ଆଉ ଗୋଟିଏ ପିଲା କେନ୍ଦୁଝରରେ ଅଛି,
ସେ ପିଲାଟିକି ସେ ସମର୍ପଣ କରିଦେଇଛି ଆଶ୍ରମକୁ। ସେ କେଉଁଦିନ ବଡ଼ ହେବ ସମର୍ପଣ କଲା, ସେ ଆଉ ଅଲଗା କଥା, କିନ୍ତୁ ସେ ମଧ୍ୟ ସେଇଆ। ତେଣୁ ଯେଉଁ ବାପ ମା' ମାନେ ଜାତକ ଦେଖେଇ ପାତକ ଲଗେଇ ସେ ପ୍ରତିକାର କରୁଛନ୍ତି ପିଲାମାନଙ୍କ ପାଇଁ, ସେମାନେ ମୂଳରୁ ସଚେତନ ହୁଅନ୍ତୁ। ଇଏ ହେଉଛି ପ୍ରଥମ ଜନ୍ମ, ବଦ୍ଧ ଜନ୍ମ। ବଦ୍ଧରେ ଉକାର ଲଗେଇଦେଲେ ବୁଦ୍ଧ ଜ୍ଞାନୀ, ଆଉ ବଦ୍ଧଟା ବୁଦ୍ଧ ହେଇଗଲା, ଆଉ ଜ୍ଞାନୀ ହେଇଗଲେ। ଆଉ ସେଇ ଜ୍ଞାନୀ ମଣିଷଟି ବିବୁଦ୍ଧ ହେଇଯାଏ। ବିବୁଦ୍ଧ ମାନେ ଦେବତା, ସେଇ ବି ଦେବତା ହେଇଯାଏ। ସେଇ ମଣିଷଟି ସିଦ୍ଧି ପ୍ରାପ୍ତ ହେଇ ସିଦ୍ଧ ପୁରୁଷ ବି ହେଇଯାଏ। କିନ୍ତୁ ଏ କଥାକୁ ସବୁ ଆମେ ଭୁଲି ଯାଉଛୁ, ଆମେ ସବୁ ଭୁଲି ଯାଉଛୁ। ଇଏ ବଦ୍ଧ ପରେ ଆସିଲା ସଂସ୍କାର ଜନ୍ମ, ଶିକ୍ଷା। ଆମେ କେବଳ ଇଂରାଜୀ ଶିଖିବୁ, ଆମେ କେବଳ ଅମୁକ ସ୍କୁଲରେ ପଢ଼ିବୁ। ଆଚ୍ଛା, ଭୀମ ଭାଇ କେଉଁ ସ୍କୁଲରେ ପଢ଼ିଥିଲେ? ଗଙ୍ଗାଧର ମେହେର କେଉଁ ସ୍କୁଲରେ ପଢ଼ିଥିଲେ? ସ୍କୁଲରେ ପଢ଼ିଥିଲେ। ତମେମାନେ ଯେଉଁ ସ୍କୁଲରେ ପଢ଼ଉଛ ସେମିତିଆ ତମ ସ୍କୁଲରେ ତାଙ୍କ ସାହିତ୍ୟ ପଢ଼ା ହେଉଛି। ଉପେନ୍ଦ୍ର ଭଞ୍ଜଙ୍କ ବେଳେ କେଉଁଠି ଏତେ ସ୍କୁଲ ଥିଲା? ସେ କେଉଁ ସ୍କୁଲରେ ପଢ଼ୁଥିଲେ? ମୁଁ ନିଜକୁ ଭାବେ, ମୁଁ ତ କିଛି ପଢ଼ିନି। ମୂର୍ଖ ଯଦି ଦୁନିଆରେ କେହି ଥାନ୍ତି ସେଇଟା ହେଉଛି ବଳିଆ। ମୋତେ ପାଠ ପଢ଼ିବା ପାଇଁ ମୋ ପାଖରେ କିଛି ଅଭାବ ନଥିଲା, କିନ୍ତୁ ମୁଁ ତ ପାଠ ପଢ଼ିଲିନି। ଆଉ ମୋର କେମିତି ଘର ଛାଡ଼ିବି, ଏଇ ହେଲା ମୋର ପାଠ। ଆଉ ଇଏ ସଂସାର କେମିତି, ଇଏ ମାୟାରୁ କେମିତି ମୁଁ ଯିବି। ଗୀତଟିଏ ମଧ୍ୟ ଲେଖିଥିଲି, ଏ ମାୟାର ଛତା ତଳେ ନିର୍ମାୟାର ছবি, নেত্রে নেত্রে নাচি এ মଣିষ যাইপারে না, এ মଣିষ এ মଣିষ যাই সেই খড় পূর্ণ মায়া বালি চালি কলিয়া চর্ম ହୁଏ। ଏ ମଣିଷ ଏ ମଣିଷ ଏ ମଣିଷ ଯାଇପାରେ ନା, ବୁଝିପାରେ ନା, ବୁଝିପାରେ ନା। ତେଣୁ ଏ ଘୋର ମାୟା ମୋହ କଳ୍ପେ, ଏ ଘୋର ମାୟା ମୋହ କଳ୍ପେ ଜୀବ ଉଦ୍ଧାରୁ ଗୁରୁ ରୂପେ। ଏଇଠି ଗୁରୁଙ୍କର ଆସନ ସବୁଠୁ ବଡ଼ ହେଇଗଲା। ସେ ଶିକ୍ଷା ଗୁରୁ ହୁଅନ୍ତୁ, ସାନ୍ଦୀପନୀ ଶିକ୍ଷା ଗୁରୁ ଥିଲେ, ସେ ଗୁରୁ ନୁହନ୍ତି। ତେଣୁ ଶିକ୍ଷା ଗୁରୁ ହୁଅନ୍ତୁ, ଦୀକ୍ଷା ଗୁରୁ ହୁଅନ୍ତୁ, ଏଇଠି ରହିଲା ଯେମିତି ଫିତା ଗୋଟା କ'ଣ ଗୋଟେ ଉଦ୍ଘାଟନ କରିବାକୁ ଗଲେ ଗୋଟେ ନାଲି ଫିତା ଟଙ୍ଗା ହୁଏ, ତାକୁ ଜଣେ ବ୍ୟକ୍ତି ଆସିକି କାଟନ୍ତି। ଏଇଠି ରହିଲା ଗୁରୁଙ୍କ ହାତରେ ଚାବି। ଗୁରୁ ଯଦି ସେ ଚାବିକି ଫିଟେଇବେ, କୋଲମ ଭାଙ୍ଗିବେ, କୋଲମ ଫିଟେଇବେ, ତାହେଲେ ସେ ଫିଟିବ।
ଯଦି ଆମର ସଙ୍ଗ ନାହିଁ, ଆମେ ଯଦି ଅସତ ସଙ୍ଗରେ ପଡ଼ିଛୁ, ତାହେଲେ ଆମେ କେମିତି ସଂସ୍କାର କେମିତି ଆମ ଜୀବନରେ ଆସିବ? ସଂସ୍କାର ଆସିବ କେମିତି? ତେଣୁ ବଦ୍ଧ ସଂସ୍କାର ପରେ ଆସିବ କାରଣ। ଆମେ ଗୋଟିଏ ଭଲ ମଣିଷ ହେବା। ଆମେ ଭଲ ମଣିଷ ତ ହେଇଛେ, ମଣିଷଟା ଭଲ, ପୁଣି ଭଲ ମଣିଷ କ'ଣ ହେବା? ତାମାନେ ଆମର ଦାୟିତ୍ୱବୋଧଟା ବଢ଼ିବ। ଆଜିର ପିଲାମାନଙ୍କର ଦାୟିତ୍ୱବୋଧ ରହୁନି। ଏବଂ ତାପରେ ଆସିବ ମୋକ୍ଷ ବା ଶାନ୍ତି। ତେଣୁ ମୁଁ ଆକୁ ଆଉ ଲମ୍ବେଇକିରି କହିବାରେ ଏଇଟା ପ୍ରବଚନ ସଭା ନୁହେଁ, ଏଇଟା ଗୋଟେ ସାନ୍ଧ୍ୟ ଅଧିବେଶନ। ତେଣୁ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଥାନ୍ତି, ବଳିଆ କ'ଣ ବିପଦ କହିବ ଆପଣମାନେ ଶୁଣିବେ। ଏଇ ଚାରିଟା କଥାକୁ ଆପଣ ମନେ ରଖନ୍ତୁ। କିନ୍ତୁ ମୂଳଟା ହେଲା ବଦ୍ଧ। ଆପଣମାନଙ୍କ ହାତରେ ସେଇଠି ଚାବି ଅଛି। ବାପ ମା, ଅଜା ଆଈ, ମାମୁଁ ମାଇଁ, ବାପା ବୋଉ, ଏଇମାନଙ୍କ ହାତରେ ଚାବିଟା ଅଛି। ସେ ଚାବିଟା ଆପଣମାନେ ଯେମିତି ସଫା ରଖିବେ, ସେ କୋଲପ ସେମିତି ଫିଟିବ। ଆପଣ ତାର ଯେଉଁ ଗୋଲେଇଟା ସେ ବେଶୀ ନୁହଁ, ମାତ୍ର 7 ବର୍ଷ ହେଲେ ଯଥେଷ୍ଟ। ପ୍ରଥମ ଦିନରେ ସୁତ ମାତା ଗର୍ଭେ ହେଲା ସ୍ଥିତ, 10 ମାସ ମାତୃଗର୍ଭ ଗର୍ତ୍ତେ ରହିଲା। ଅବନୀରେ ପଡ଼ି ପୁଅ ରାବ ଦେଲା କୁଅ କୁଅ, ପୂର୍ବଦେତା ହେତୁ ଗୋଟି ପାଶୁରି ଦେଲା। ହେଲା ଦ୍ୱିତୀୟ କାଳ ତନୁ ହୋଇଲା ପ୍ରବଳ, ଉତ୍ପତ୍ତିରୁ ସ୍ଥିତି ଯେଉଁ ଅଧିକ ହେଲା। ଏଇଠୁ ଯେଉଁ ଆସିଲା ସଂସ୍କାର, ଏ ବଦ୍ଧ ଜନ୍ମରୁ ଆପେ ଆପେ ଚେତନା ଆଡ଼କୁ ଗଲା। ଏଇଠି ଯଦି ଆମେ ସଂସ୍କାର ଠିକ୍ ନ ପାଇବା, ତାହେଲେ ଆମ ମଣିଷ ପଣିଆ ନଷ୍ଟ ହେଇଯିବ। ତେଣୁ ଏଇସବୁ କଥା, ଇଏ କଥା ନୁହେଁ, ଏଇ ବାର୍ତ୍ତା ମନେ ରଖିବେ, ଜୀବନରେ ପାଳନ କରିବେ। ପିଲାଙ୍କୁ ସେଇ କଥା ଶିଖାନ୍ତୁ। ଆଉ ତୁ ବଡ଼ ହେବୁ, ଆମେରିକା ଯିବୁ, ପ୍ଲେନ୍ରେ ଚଢ଼ିବୁ, ସେ ଏମିତିଆ ଟ୍ରେନ୍ରେ ଫାର୍ଷ୍ଟ କ୍ଲାସ୍ରେ ଯିବୁ, ଏମିତିଆ ଖାଦ୍ୟ ଖାଇବୁ, ବିରିୟାନୀ ଖାଇବୁ, ବାହା ହେବୁ, ରିଙ୍ଗ ସେରିମନି କରିବୁ, ଏଇ କଥା ଗୁଡ଼ିକ ପିଲାଙ୍କ ମୁଣ୍ଡରେ ପୂରେଇ ପିଲାଙ୍କୁ ପାଗଳ କରୁଛନ୍ତି ଅଭିଭାବକମାନେ। ଅଭିଭାବକମାନେ ଏଥିପାଇଁ କଣ୍ଟକିତ ସାଜୁଛନ୍ତି। ଆଗ ପ୍ରଥମ ପରିବାରର ଅଭିଭାବକମାନେ ଆଗେ ନିଜକୁ ସଂଯମ କରନ୍ତୁ। ଆମେ ଖାଲି ପିଲାମାନଙ୍କ ଦୋଷ ଦେଇ ଲାଭ କିଛି ନାହିଁ। ତେଣୁ ଏମିତି ବହୁତ କଥା ମନେ ପଡ଼ୁଛି। ଆଉ ତା ଭିତରେ ଇଏ କଥାଟା ମଧ୍ୟ ମନେ ପଡ଼ୁଛି, ଯେଉଁ ନିଜେ ଆଖିରେ ଦେଖିଛି। ଗୋଟିଏ ପରିବାର, ସେ ପରିବାରରେ ଗୋଟିଏ ଛୋଟ ପୁଅ, ସିଏ ଆମିଷ ଖାଉନି, ତାକୁ ଅନଉନି। ତା ମା ମଧ୍ୟ ତାକୁ ଅନଉନି। ଏଇଟା କ'ଣ ତାର କାରଣ? କେବଳ ପରିବେଶ ଓ ସଂସ୍କାରଟା ପାଇଁ ନାହିଁ। ଆଉ ଗୁରୁ କୃପା ଅଛି। ଯିଏ ଖାଇଲେ ତାଙ୍କର ଯେ ଗୁରୁ କୃପା ନାହିଁ, ଏ କଥା ମଧ୍ୟ କହିବାଟା ଭୁଲ ହେଇଯିବ। ଯେଉଁମାନେ ଖାଉଛନ୍ତି ଖାଆନ୍ତୁ, ଯେଉଁମାନେ ଖାଇଲେ ବି ଖାଆନ୍ତୁ, କିନ୍ତୁ ସବୁ ସମର୍ପିତ ଭାବନାରେ ରହିବା ଦରକାର। ସବୁଗୁଡ଼ିକ ନିର୍ଦ୍ଦିଷ୍ଟ ନିୟମ ଭିତରେ ରହିବା ଦରକାର। ଯେଉଁମାନେ ଆମିଷ ଖାଉଛନ୍ତି, ଆମେ କ'ଣ ତାଙ୍କୁ ଛଡ଼େଇ ଦେଇପାରିବା? ଯଦି ସିଏ ଛାଡ଼ିବେ, ସେ ଅଲଗା କଥା। ମୋଟ କଥା, ସଂସ୍କାର ଯେତେବେଳେ ଆମର ଠିକ୍ ବାଟରେ ଯିବ, ଆମର ବହୁତ ଜିନିଷ ଆପେ ଆପେ ବଦଳିଯିବ। ଏତିକି କହି କଥା ରଖିଲି। ଆପଣମାନେ ନିଶ୍ଚିତ ଭାବରେ ଆଜିର କଥାକୁ ମନେ ରଖିବେ।
ପିଲାମାନଙ୍କୁ ସଂସ୍କାର ଦେବେ, ତାଙ୍କୁ ବଦ୍ଧତ୍ୱରୁ ସଂସ୍କାର ଦେବେ, ଏତିକି କାମନା କରି ରହୁଛି। ଜୟ ଗୁରୁ, ଜୟ ଜଗନ୍ନାଥ।